ଦୀପଶିକା ଭାବିଥିଲେ ଶାଶୁଘରକୁ ନିଜର କରି ବାକି ଜୀବନ ସେଇଠି ହିଁ କାଟିଦେବେ। ହେଲେ ତାଙ୍କର ଏ ଖୁସିର ସ୍ୱପ୍ନରେ ସତେ ଯେମିତି କାହାର କଳା ନଜର ଲାଗିଗଲା। କ୍ଷଣିକ ମଧ୍ୟରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା। ସୁଖର ସଂସାର ଗଢ଼ି ହେଉ ହେଉ ଉଜୁଡ଼ିଗଲା। ହେଲେ ଏମିତି କ'ଣ ଘଟିଗଲା ସେ ନବବଧୂ ସହିତ, ଯାହାକୁ ଶୁଣିଲେ ଏବେ ବି ଛାତି ଦୁଃଖରେ ଭାଙ୍ଗି ପଡ଼ୁଛି। ତାହେଲେ ଆଉ ଡେରି ନ କରି ଆସନ୍ତୁ ଦେଖିବା ଆଜିର ଏ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପକୁ ଆପଣମାନଙ୍କୁ ସ୍ୱାଗତ। ହଁ ଦର୍ଶକ ବନ୍ଧୁ, ଏ କାହାଣୀରେ ଥିବା ସେ ଚେହେରା ଆଜି କେଉଁଠି କେମିତି ହଜିଯାଇଛି। ହାତରେ ମେହେନ୍ଦି, ପାଦରେ ଅଳତା ପିନ୍ଧି କିଛି ଦିନ ତଳେ ସାଜିଥିଲେ ନବବଧୂ। ମନରେ ଥିଲା ଅସୁମାରୀ ସ୍ୱପ୍ନ। ହାତରେ ହାତଗଣ୍ଠି, ମଥାରେ ସିନ୍ଦୁର ଆଉ ନାଲି ଶାଢ଼ୀ ପିନ୍ଧି ନୂଆ ବୋହୂ ସାଜି ଯାଇଥିଲେ ଶାଶୁଘର। କେତେ ସୁନ୍ଦର ଦେଖାଯାଉଥିଲା ସେଦିନ ତାଙ୍କର ସେ ବଧୂ ବେଶ। ସ୍ୱାମୀର ହାତ ଧରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। କିନ୍ତୁ ବାହାଘରର ମାତ୍ର 11 ମାସ ପରେ ଉଠିଲା ତାଙ୍କ କୋକେଇ। ଏଭଳି ହୃଦୟବିଦାର ଘଟଣା ଘଟିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ। ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ବାପଘର ପରିବାର ପକ୍ଷରୁ ଅସ୍ତରଙ୍ଗ ଥାନାରେ ହୋଇଛି ଏକ ହତ୍ୟା ଅଭିଯୋଗ। ସୂଚନା ଅନୁଯାୟୀ ଅସ୍ତରଙ୍ଗ ନିକଟ ଆଙ୍କୁଆ ଗ୍ରାମର ପ୍ରତାପ ମହାରଣାଙ୍କ ଝିଅ ଦୀପଶିକା ମହାରଣା କଣ୍ଟାପଡ଼ା ଗ୍ରାମର ନବଘନ ଓଝାଙ୍କ ପୁଅ ରାଜେଶ ଓଝାଙ୍କୁ ଗତ 11 ମାସ ତଳେ ବିବାହ କରିଥିଲେ। ମୃତା ମହିଳା ଜଣଙ୍କର ଗତ ଫେବୃଆରୀ ମାସରେ ବାହାଘର ହୋଇଥିବା ବେଳେ ସେ ବର୍ତ୍ତମାନ 9 ମାସର ଗର୍ଭବତୀ ଥିବା ଜାଣିବାକୁ ମିଳିଛି। ମା' ହେବା ଖୁସିରେ ତାଙ୍କ ପାଦ ତଳେ ଲାଗୁନଥିଲା। ନୂଆ ନୂଆ ବାହାଘର ସାଙ୍ଗକୁ ମା' ହେବାର ଖୁସି ଗୋଟେ ନାରୀ ପାଇଁ କେତେ ସୌଭାଗ୍ୟର କଥା ସେ ନାରୀ ହିଁ ଅନୁଭବ କରିପାରିବ। ହେଲେ କ'ଣ ହେଲା କେଜାଣି ହଠାତ୍ ଖୁସିରେ ଲାଗିଗଲା କାହା ନଜର। ଗତକାଲି ବ୍ଲକରେ କିଛି ଜରୁରୀ କାର୍ଯ୍ୟ ପାଇଁ ସ୍ୱାମୀ ରାଜେଶ ବାହାରକୁ ଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ସ୍ତ୍ରୀଙ୍କୁ ବାରମ୍ବାର ଫୋନ୍ କରିଥିଲେ, କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ହେଲେ କିଛି ସମୟ ପରେ ରାଜେଶ ଘରେ ପହଞ୍ଚି ଦେଖନ୍ତି ତ ଶୋଇବା ଘର ଭିତରେ ସ୍ତ୍ରୀଙ୍କ ମୃତ ଶରୀର। ତାପରେ ଚାରିଆଡ଼େ ପ୍ରଘଟ ହୋଇଗଲା ଏହି ଖବର। ଏ ଘଟଣା ପରେ ଦୀପଶିକାଙ୍କ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟା ବୋଲି ଅଭିଯୋଗ କରି ଦୀପଶିକାଙ୍କ ଶ୍ୱଶୁରଘର ଲୋକଙ୍କ ବିରୁଦ୍ଧରେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପଟେ ଶାଶୁଘର ଲୋକେ ବହୁ ନିଜର ଜୀବନ ନିଜେ ନେଇଥିବା କହିଛନ୍ତି। ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବା ସହ ସ୍ୱାମୀ ରାଜେଶକୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଦୀପଶିକା ନିଜେ ନିଜର ଜୀବନ ନେଇଛନ୍ତି ନା ତାଙ୍କ ଜୀବନ ତାଙ୍କ ଶାଶୁଘର ଲୋକେ ନେଇଛନ୍ତି? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।